ଚାଲନ୍ତୁ ଆମେ କିଛି ବାଟ ଯିବା ବୁଲିଯିବା କାହିଁକି ନା କାଲି ହଉଛି ମୋର ଆମ ଯାଜପୁର ଡିଷ୍ଟ୍ରିକ୍ଟର ଅଙ୍ଗନବାଡ଼ି ରୁଟିନ୍ ଅଛି କାଲି ମୋର। କିଛି ଟପନ ଆମେ ଟିକେ ଚେସ୍ ମେସ୍ କରିଯିବା ଆଉ କିଛି ବୁଲି ଆସିବା ଟିକେ ମାଇଣ୍ଡ ଫ୍ରେଶ କରିବା। ଚାଲନ୍ତୁ ଆମେ ଟିକେ ଦେଖିବା ଦେଖିବା କଣ ବୁଲିଯିବା। ସେମାନେ ଦେଖିପାରୁଥିବେ ବର୍ଷା ଛାଡିଗଲା ଆମ ପଟରେ ଦେଖୁଥିବେ ପୁରା ପାଣି ଦେଖ ଆକାଶଟା ବହୁତ ସୁନ୍ଦର ଜାଗା ଆପଣ କିଛି ଦେଖେଇବେ କିଛି ଏଇଭଳି ଆମର ଲୋକେସନ ଦେଖିପାରୁଥିବେ। ଆମ ଗାଁ ପାଖ ମାଦଳା ବୋଲି କୁହାଯାଏ ଏ ଗାଁଟା। ଆଉ ଏଇପଟେ ରହିଲା ପଦନାପଟଣା ଦେଖିପାରୁଥିବେ ସୁନ୍ଦର ଖରାରେ କିଛି ଦେଖା ପଡୁନି। अच्छा ଦେଖିପାରୁଥିବେ କେତେ ଜୋରରେ କେନାଲରେ ପାଣି ବର୍ଷା ଛାଡିଗଲା। ବହୁତ ପ୍ରବଳ ବର୍ଷା ହଉଥିଲା। ମୁଁ ପଠେଇଥିଲି ନା ଆପଣ ମାନଙ୍କୁ ବହୁତ ଜୋରରେ ବର୍ଷା ହେଇଥିଲା। ବର୍ଷା ଛାଡିଗଲା। ଏଇ ଯୋଉ ଲୁକ୍ ଦେଖା ପଡୁଛି ଗାଡି ସହିତ ତ ଭଲ ଦେଖାଯାଉଛି ଲୁକ୍ ଜଣାଉଛି। ଦେଖିପାରୁଥିବେ ଆପଣଙ୍କ ଆମ ଗାଁରେ କୋଉଭଳିଆ ଭିଉ। ମାନେ ବର୍ଷା ଏଇ 2 ଦିନ ଭିତରେ ଛାଡିଛି ତାର କିଛି ଏଇଭଳିଆ ଲୁକ୍ ଦେଖିପାରୁଥିବେ। ସାଙ୍ଗମାନେ କାହିଁକିନା କାଲି ମୋର ଥିଲା ଏକ୍ଜାମ ଆଉ ମୁଁ ଭିଡିଓ ମୁଁ ଅପଲୋଡ କରିପାରିନି କାହିଁକିନା କାଲି ଆପଣମାନଙ୍କୁ ମୁଁ ଜଣେଇ ପାରିଲିନି ଯେ ମତେ ମୋ ଏକ୍ଜାମ ଯିବା ସମୟରେ କାହିଁକିନା ମୋର କାଲି ବହୁତ ଶୀଘ୍ର ସକାଳୁ ଥିଲା ଏକ୍ଜାମ। ସେଥିପାଇଁ ମୁଁ ଆପଣମାନଙ୍କୁ ଦେଖିବି ପାଇଲି। ଆଉ କାଲି ତ ଜାଣିଥିବ କାଲି 17 ତାରିଖ ଗଲା ଆଉ ଏକ୍ଜାମ ବହୁତ ସହଜ ଟିକେ ଥିଲା। କେତେ ମ୍ୟାଥ ଟିକେ ସେମିତି କଠିନ ଟିକେ ଥିଲା କିନ୍ତୁ ଯେତିକି ମୁଁ ଦେଇଛି ଆଶା କରୁଛି ଭଲ ହେଇଛି ମୋର। ଆଉ ଜାଣିଥିବେ ତ ମୁଁ ତ ଏଇ ପାଇଁ ମୁଁ ବ୍ଲଗ ବନେଇ ପାରୁନି କି ଆଉ ଅପଲୋଡ କରିପାରୁନାହିଁ କିନ୍ତୁ ଏବେଠୁ କଣ୍ଟିନ୍ୟୁ ଲାଗି ରହିବ ମୋର ବ୍ଲଗ। ସେଥିପାଇଁ ମୁଁ କଣ କହିବି ନା ଏକ୍ଜାମ ଟା ଏତେ ଟେନସନ ମାଇଣ୍ଡ ଥିଲା ଯେ କାହିଁକିନା ଲାଇଫ କଥା। ସେଥିପାଇଁ ମୁଁ କାହାକୁ ଜଣେଇ ପାରିନି। ଆଉ ଆପଣ ମାନଙ୍କ ସହିତ ଦେଖିପାରିଲେ କେତେ ଆମର ଆମ ଯାଜପୁର ପଡିଲା ଏଇଟା ମୋର ଆପଣଙ୍କ ସହିତ ଟିକେ ସେୟାର କରିଥିଲି। ମୋ ଭାଇ ଭଉଣୀଙ୍କୁ ଭଲ ଲାଗିଥାନ୍ତା। ଆଉ କାହିଁକି ନା ସକାଳୁ ଏତେ ସକାଳୁ ବାହାରି ପଡିଲି ବଇଲା ପରେ ଟିକେ ଭାବିଥିଲି ଆପଣଙ୍କୁ ଜଣେଇ ଦେବି ମୁଁ ଏକ୍ଜାମ ପାଇଁ ପ୍ରିପାରେସନ ହେଇକି ଯାଉଛି। ସରି ସାଙ୍ଗମାନେ କହନ୍ତି କାହିଁକି ନା ମୁଁ ଆପଣ ମାନଙ୍କୁ ଦେଖିପାରିଲିନି ମତେ ଆମ ଚାଲନ୍ତୁ ଆଜିକା ସକାଳର କିଛି ମଜା ନବା। ଦେଖିପାରୁଥିବେ କିଛି ଏମିତିକା ଭିଉ। ସବୁବେଳେ ବର୍ଷାଟା ହିଁ ଲାଗି ରହିଛି କାହିଁକି ନା ନୂଆ ନୂଆ ଜାଗା ଆପଣ ମାନଙ୍କୁ ଦେଖେଇ ପାରୁନି। ଏଇଥିପାଇଁ ଗୋଟେ ଦୁଃଖ ଲାଗୁଛି କାହିଁକିନା ବର୍ଷା ଟା ଉଠଉଛି ଏଇଭଳି ନା କୋଉ ଜାଗାକୁ ମତେ ଆପଣ ମାନଙ୍କୁ ମୁଁ ସେୟାର କରିପାରୁଛି କୋଉ ଭଲ ଭଲ ଜାଗାକୁ ନା କଣ ନା କୋଉ ମାର୍କେଟ ଆପଣ ମାନଙ୍କୁ ଦେଖେଇ ପାରୁଛି। ବର୍ଷା ଛାଡିଲା ପରେ ଯଦି ବର୍ଷା କିଛି ଛାଡେ ମୁଁ ଆପଣ ମାନଙ୍କୁ ଭଲ ଭଲ ଜାଗାକୁ ମୁଁ ଆପଣଙ୍କ ବ୍ଲଗ ମାଧ୍ୟମରେ
ଚାଲନ୍ତୁ ଏଇ ସକାଳର ଲୁକ୍ ଟାକୁ ଆମେ ବ୍ଲଗ ଟାକୁ ଏନ୍ଜୟ କରିବା। ଚାଲନ୍ତୁ ମୁଁ ଆପଣଙ୍କୁ କିଛି ଦେଖେଇଛି। ସାଙ୍ଗମାନେ ଦେଖିପାରୁଥିବେ ମୋ ପଛପଟେ ଜୋରରେ ବର୍ଷା ଆସୁଛି ଆମ ସେଇ ବୁଢୀ ପଟରୁ ଦେଖିପାରୁଥିବେ। ଏମିତି ଏଇ ଭାବରେ ଆସ। ସେଥିପାଇଁ ମୁଁ ଆପଣଙ୍କ ସହିତ ମୁଁ କୌଣସି ଭଲ ଭଲ ଜାଗା ଆପଣଙ୍କ ଏଇ ବ୍ଲଗ ମଧ୍ୟରେ କିଛି ସେୟାର କରିପାରୁନି। ସେଇଥିପାଇଁ ମୁଁ ବର୍ଷା ସିଜିନ ଟା ଜାଣିଥିବା କୁଆଡେ ଯାଇ ହଉନି କିଛି କରିପାରୁନି। ସେଥିପାଇଁ ମତେ ଟିକେ ଆପଣଙ୍କ ସହିତ ସେୟାର କରିବା ପାଇଁ ମତେ ଭଲ ଭଲ ଜାଗା ବି ମତେ ଭଲ ଲାଗୁନି। ଚାଲନ୍ତୁ ଦେଖିବା ଏଇ ଭିଡିଓଟା ମୁଁ ଏଇଠି ବ୍ଲଗ ରଖୁଛି। ଯଦି ବର୍ଷା ଛାଡେ ମୁଁ ନେକ୍ସଟ ଭିଡିଓ ଆପଣଙ୍କ ସହିତ ଭଲ ଜାଗାରେ ନେଇକି ମୁଁ ଆପଣଙ୍କ ସହିତ ସେୟାର କରିବି। ଜୟ ଜଗନ୍ନାଥ। ଆପଣ ଭଲରେ ଥାନ୍ତୁ, ଆମ ଓଡିଶା ବି ଭଲରେ ରହୁ। ହଁ, ଯିବା ପୂର୍ବରୁ ଲାଇକ୍ କମେଣ୍ଟ ଆଉ ଜଲ୍ଦି ସେୟାର କରନ୍ତୁ ଆଉ ସବସ୍କ୍ରାଇବ ଗୋଟେ କରନ୍ତୁ। କାହିଁକିନା ସବସ୍କ୍ରାଇବ କଲେ ମତେ ଟିକେ ମୋଟିଭେସନ ମିଳିବ ଆଗକୁ ଏମିତି ଭଲ ବ୍ଲଗ ମୁଁ ଆପଣଙ୍କ ସହିତ ସେୟାର କରିବି। ହଁ, ଆପଣ ଯଦି ନୂଆ ଆସିଛନ୍ତି ମୋ ଚ୍ୟାନେଲକୁ ତାହେଲେ ସବସ୍କ୍ରାଇବ କରନ୍ତୁ। ଯଦି ସବସ୍କ୍ରାଇବ ଜାଣିପାରୁନାହାନ୍ତି ତଳେ ଥିବା ଆଗରୁ ଆସିଥିଲା ରେଡ କଲର ସବସ୍କ୍ରାଇବ ଚିହ୍ନ, ଏବେ ଆସି ବ୍ଲାକ୍ ଚିହ୍ନ ଯାଇକି କ୍ଲିକ୍ କରନ୍ତୁ ଆଉ ନୋଟିଫିକେସନ ଅନ୍ ରଖନ୍ତୁ। ଯେକୌଣସି ଭିଡିଓ ମୁଁ ଆପଣଙ୍କୁ ୟୁଟ୍ୟୁବରେ ଅପଲୋଡ କରିବି ଆପଣଙ୍କ ସହିତ କନେକ୍ଟ ହେଇକି ରହିପାରିବି। ଆପଣଙ୍କ ପାଖକୁ ଯାଇକି ନୋଟିଫିକେସନ ପହଞ୍ଚିବ। ରହୁଛି। ଜୟ ଜଗନ୍ନାଥ।